ଦେଖନ୍ତୁ 12ଟା 45 ବୋଧେ ହେବ ହେଲା। ମୁଁ ବାୟୋଗ୍ୟାସ୍ରେ ଯାଇକି ଗରମ ପାଣି ବସେଇକି ଧୋଇ ହେବା ପାଇଁ ଆସିଲା ପରେ ବର୍ତ୍ତମାନ ଦେଖିଲି ବାଛୁରୀର ଅବସ୍ଥା ଟିକେ ଘୁଚି ଯାଇଛି ଗାଈ ପାଖରୁ। ତେଣୁ ଗାଈଟି ବର୍ତ୍ତମାନ ସେ ଯେହେତୁ ଘୁଚି ଯାଇଛି ବର୍ତ୍ତମାନ ଶୋଇଲା, ତଥାପି କ୍ଷୀର ମିଲ୍କିଂ ଅଛି। କିନ୍ତୁ ମୋର ପରିସ୍ଥିତି ଅନୁସାରେ ମୁଁ ଆଉ ତାକୁ ମିଲ୍କିଂ କରିପାରିବି ନାହିଁ, କାରଣ ସକାଳୁ ମୋତେ ରେଷ୍ଟ ନାହିଁ, ତଥାପି କରିବା କଥା। କିନ୍ତୁ ମୁଁ ଯେତିକି ଆଶା ରଖୁଛି ବିଶେଷ ଅସୁବିଧା ହେବ ନାହିଁ, କାହିଁକି ଏହା ପୂର୍ବରୁ ମୁଁ ଜଷ୍ଟ 15-20 ମିନିଟ୍ ପୂର୍ବରୁ ମିଲ୍କିଂ କରିଥିଲି ଆଜ୍ଞା। କିନ୍ତୁ ମୋ ପକ୍ଷେ ଆଉ ସମ୍ଭବ ନୁହେଁ, କିଛି ଅସୁବିଧା ନାହିଁ ବୋଧେ ଆଶା କରୁଛି। କାଲି ସକାଳୁ ମୁଁ ସାର୍ଙ୍କ ସହିତ କଥା ହେବି, ଭେଟେନାରୀ ସାର୍ ଶୁଣିଲେ ନିଶ୍ଚିତ ଭାବରେ ସେ ହାତ ବଢ଼େଇବେ, କିଛି ଅସୁବିଧା ନାହିଁ। ବର୍ତ୍ତମାନ ଫୁଲ ପଡ଼ିନାହିଁ, ପଡ଼ିବା ଭଳିଆ ପୁଣି ଲାଗିଲାଣି, କିନ୍ତୁ ବର୍ତ୍ତମାନ ମୁଁ ଆଉ ରେଷ୍ଟ ନେବା ଭଳିଆ ସମ୍ଭବ ବିଶେଷ ନୁହେଁ। ଧୋଇ ହେଇ ପଡ଼ିବି, କିନ୍ତୁ ସଜାଗ ରହିବି ଫୁଲ ପାଇଁ ପୁଣି। ଆଉ ଏଇଟା ହେଲା ବଡ଼ ଜିନିଷ ଗୋପାଳକର। ଯଦି ଗାଈଟି ଫୁଲ ଖାଇଦେଲା, ଚାଷୀଟି ବଡ଼ କଷ୍ଟ ପାଏ, ଆଉ ଗାଈ ବି କଷ୍ଟ ପାଏ। ତେଣୁ ବର୍ତ୍ତମାନ ଗୋଟେ ପାଖାପାଖି ହେବ, ବର୍ତ୍ତମାନ ମୁଁ ଦେଖିଲି ଯେ ଫୁଲ ଖସିବା ଆରମ୍ଭ କରିଛି ବି, କହିହେବନି। କିନ୍ତୁ ଏତେ ବ୍ୟସ୍ତତା ଭିତରେ ମୁଁ ୟୁଟରଫିଡ଼୍ଟା ତ ଖୋଇପାରିଲି ନାହିଁ, ଯେଉଁଟାକି ମୁଁ ଖୋଇ ଦେଇଥିଲେ ଭଲ ହେଇଥାନ୍ତା। ୟୁଟରଫିଟ୍ ଆଣିକି ରଖିଛି, ଏଇ ଦେଖନ୍ତୁ, ଆଣିକି ୟୁଟରଫିଟ୍କି ମୁଁ ରଖିଛି। ଏଇ ଆଶା ମେଡ଼ିସିନ ଷ୍ଟୋର, ଆଶା ମେଡ଼ିସିନ ଷ୍ଟୋର ଯେଉଁ ଘସିପୁରା ପେଟ୍ରୋଲ ପମ୍ପ ଫ୍ରଣ୍ଟରେ। ତାଙ୍କର ବ୍ୟବହାର ବହୁତ ବଢ଼ିଆ, ଆଉ ଠିକ୍ ରେଟ୍ ଆମକୁ ସେ ଲଗାନ୍ତି। ଚାଷୀ ଭାଇକି 10% ଆମକୁ କହିବାକୁ ପଡ଼େନି। ତେଣୁ ତାଙ୍କ ପାଖରୁ ଯାଇକି ମୁଁ ଆଣିଲି, ମାମିଫ୍ଲାମ୍ ଆଣିଲି। ମାମିଫ୍ଲାମ୍ ମୁଁ ରଖିଥାଏ, ତଥାପି ଆଜି ଗୋଟେ ପୁଣି ଆଣିଛି। ତାପରେ ଗୋଟେ ବୋରୋପ୍ଲସ୍, ଦେଖନ୍ତୁ, ଆଣ୍ଟିସେପ୍ଟିକ୍ କ୍ରିମ୍। ଏଇଟା ବି ଆମେ ପହ୍ନା ପାଇଁ ବ୍ୟବହାର କରିପାରିବା। ଏଟାକୁ ମାରି ଚାଲିଛି, ଦେଖିଲେ। କିନ୍ତୁ ତଥାପି ମୁଁ ବର୍ତ୍ତମାନ ଆଉ କିଛି କରିପାରିବିନି। ଆଣ୍ଟିସେପ୍ଟିକ୍ ମାରିଦେଇଛି, ମାମିଫ୍ଲାମ୍ ମାରିଦେଇଛି। ଏଇ ଦେଖନ୍ତୁ ମାମିଫ୍ଲାମ୍, ଏଇ ଆଶା ମେଡ଼ିସିନ ଷ୍ଟୋର। ହଁ, କରିକି ବର୍ତ୍ତମାନ ମୋର କିଛି ଅସୁବିଧା ନାହିଁ, ଆଉ ପାରିବିନି। କେବଳ ଏଇ ଯେଉଁ ବାଛୁରୀଟି ବର୍ତ୍ତମାନ ତା ପାଖରୁ ଘୁଚି ଯାଇଛି, ସେତିକି ଦେଇଦେଲେ ମୁଁ ଭାବୁଛି ସବସାଇଡ଼୍ ହେଇଯିବ। ଏଇ ଯେଉଁ ବାଛୁରୀଟି ବର୍ତ୍ତମାନ ଯେଉଁ ଅବସ୍ଥାକୁ ପଳେଇ ଆସିଛି, ଗାଈ ତାକୁ ସ୍ନେହଭର ତାକୁ ଡାକୁଛି। ଦେଖନ୍ତୁ ବାଛୁରୀଟି, ବର୍ତ୍ତମାନ ତାକୁ ମୁଁ ଘୁଚେଇ ଦେବି, ତା ପାଖକୁ ମା ପାଖକୁ ଦେଇଦେବି। ଅଖାଟାକୁ ଟିକେ ଘୁଚେଇ ଦେଲେ ସେ ଓଦାରୁ ମୁକ୍ତି ହେବ, ବାଛୁରୀ ଆରାମରେ ଶୋଇବ। ତାପରେ ଦେଖିବା ଆଉ। ହଉ, ଜୟ ଜଗନ୍ନାଥ ଆଜ୍ଞା।